ରାଜନଗରରେ କଂଗ୍ରେସର କର୍ମୀ ସମ୍ମିଳନୀ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର କଲ୍ୟାଣ ମଣ୍ଡପଠାରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ସଂଯୋଜିକା ସଙ୍ଗୀତା ସିଂହଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ କରାଯାଇଥିଲା। ଆଦିବାସୀ ରାଜ୍ୟ ସଭାପତି ଯଶବନ୍ତ ସିଂ ଲାଗୁରି, ପିସିସି ସମ୍ପାଦକ ସୁବର୍ଣ୍ଣ ନାୟକ, ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଐତିହ୍ୟ ଦିବ୍ୟ ସିଂହ, ମଜଦୁର କଂଗ୍ରେସ ରାଜ୍ୟ ସମ୍ପାଦକ ସଚିତାନନ୍ଦ ମିଶ୍ର, ଗୋବିନ୍ଦ ମହାନ୍ତ, ଲକ୍ଷ୍ମଣ ଦାସ, ସୁରଜ ବାଗେଲ, ଇଞ୍ଜିନିୟର ସନ୍ତୋଷ କୁମାର ସାହୁ, ସୁଜିନୀ ନାୟକ, ଚିତ୍ତ ରାଉତ ପ୍ରଭୃତି ଉପସ୍ଥିତ ରହିଥିଲେ। ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହିତ ଉପଢୌକନ ଦେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ରଣକୌଶଳ ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। ଆଗାମୀ ନିର୍ବାଚନରେ ଯେମିତି କଂଗ୍ରେସ ପାଇଁ ଅଧିକ ସଫଳତା ମିଳିପାରିବ, ସେଥିପ୍ରତି ସମସ୍ତଙ୍କୁ ଭୋଟର ଭାଇ ଭଉଣୀମାନଙ୍କ ପାଖରେ ପହଞ୍ଚିବା ନିହାତି ଦରକାର ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏହା ନିର୍ବାଚନ ମଣ୍ଡଳୀ ସ୍ତରୀୟ କର୍ମୀ ସମ୍ମିଳନୀରେ ପାଟଣା ନିର୍ବାଚନ ମଣ୍ଡଳୀର ନାରାୟଣ ସେଠୀ, ସୁବଳ ସାହୁ, ମନୋରଞ୍ଜନ ସେଠୀ, ମନୋରଞ୍ଜନ ମିଶ୍ର, ଉଗ୍ରେସନ ମାଟିଆ, ତୋଫାନ ନାୟକ, ମନୋଜ ମହାନ୍ତ, ଲକ୍ଷ୍ମଣ ମହାନ୍ତ, କ୍ଷୀରୋଦ ସିଂ ସହିତ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ।